ଜୟ ଜଗନ୍ନାଥ ପିଲାମାନେ, ତମ ସମସ୍ତଙ୍କୁ ସ୍ୱାଗତ ଆଜିର ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓରେ। ଆଜି ଭିଡ଼ିଓରେ ପିଲାମାନେ ଆମେ ଡିସ୍କସନ୍ କରିବା ତମର ଫେଭରେଟ୍ ଟପିକ୍ ଯେଉଁ କଣଟି ପେଡାଗୋଜି। ଆଜି এই ଭିଡ଼ିଓରେ ପିଲାମାନେ ଆମେ ଡିସ୍କସନ୍ କରିବା। ଆଉ ଆଜି ଭିଡ଼ିଓର ପିଲାମାନେ ମେନ୍ ବା ଯେଉଁ ଟପିକ୍ ବିଷୟରେ ଆମେ କଥା ହେବା ସିଏ ହେଲା ଆମର ଜେପି ଗିଲଫର୍ଡଙ୍କର ଯେଉଁ 3D ଥିଓରି ଯେଉଁ ଦେଇଥିଲେ ପିଲାମାନେ ସିଏ ତା ବିଷୟରେ କଥା ହେବା। ବାର ଏକ୍ଜାମରେ କ୍ୱେଶ୍ଚିନ୍ ପଚାରେ 3D ଥିଓରି ବିଷୟରେ ବା ଟ୍ରାଇଆର୍ଚିକ୍ ଥିଓରି ବିଷୟରେ। ଟ୍ରାଇଆର୍ଚିକ୍ ମୁଁ ଭୁଲ କହିଥିଲି, ଟ୍ରାଇଆର୍ଚିକ୍ ନୁହଁ, 3D ଥିଓରି ବିଷୟରେ କୁହେ। ଆଉ ଗୋଟେ କୁହାଯାଏ ଷ୍ଟ୍ରକ୍ଚର ଅଫ୍ ଇଣ୍ଟେଲିଜେନ୍ସ SOI ମଡେଲ ବିଷୟରେ ବି ପଚାରେ। SOI ମଡେଲ ବା 3D ମଡେଲ 3D ଥିଓରି। SOI ମାନେ କ'ଣ ପିଲାମାନେ? ଷ୍ଟ୍ରକ୍ଚର ଅଫ୍ ଇଣ୍ଟେଲିଜେନ୍ସ। ଷ୍ଟ୍ରକ୍ଚର ଅଫ୍ ଇଣ୍ଟେଲିଜେନ୍ସ ବିଷୟରେ ବା 3D ଥିଓରି ବିଷୟରେ ବହୁତ ସାରା କ୍ୱେଶ୍ଚିନ୍ ପଚାରି ଦିଏ, ବୁଲେଇ ବଙ୍କେଇ ପଚାରେ। ତ ଆଜି ମୁଁ ଚେଷ୍ଟା କରିବି ଯେ ତମର ସବୁତିକ କନସେପ୍ଟକୁ ଏଇ ଭିଡ଼ିଓରେ ଶେଷ କରିବି। ତମାନେ ଯଦି ମାନେ ମୋର ସବୁତିକ ଭିଡ଼ିଓ ଯଦି ଦେଖିବାକୁ ଚାହୁଁଛ ବା ମୁଁ ତମକୁ ମୋର ବୁଝେଇବା ଶୈଳୀ ଯଦି ତମମାନଙ୍କୁ ଭଲ ଲାଗୁଛି ବା ମୋର ସବୁତିକ ଭିଡ଼ିଓ ଯଦି ଦେଖିବାକୁ ଚାହୁଁଛ ତ ଏଇ ଭିଡ଼ିଓକୁ ଗୋଟେ ଲାଇକ୍ କରିବ ଆଉ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବ। ଆଉ ତମେ କମେଣ୍ଟରେ ବି କହିବ ତମକୁ ଆଜିର କ୍ଲାସ୍ଟା ପିଲାମାନେ କେମିତି ଲାଗିଲା। ଆ ପୂର୍ବରୁ ପିଲାମାନେ ଏଇ ଭିଡ଼ିଓ ପୂର୍ବରୁ ମୁଁ ବହୁତ ସାରା ଭିଡ଼ିଓ ଅପଲୋଡ଼ କରିଛି ତମକୁ ଟିଚିଂ ପେଡାଗୋଜି ରିଲେଟେଡ୍। ତା ପୂର୍ବରୁ ବି ମୁଁ ଜିନ୍ ପିଆଜେଟ୍, ଲେଭ୍ ହାଇଗଟ୍ସ୍କି, ଲରେନ୍ସ କୋଲବର୍ଗ, ଏରିକ୍ସନ୍, ନମ୍ ଚମ୍ସ୍କି ସମସ୍ତ ବିଷୟରେ ପିଲାମାନେ ସେପାରେଟ୍ ଭିଡ଼ିଓ ଅପଲୋଡ଼ କରିଛି, ତମମାନେ ଯାଇକି ଦେଖିଦେବ। ଯେଉଁମାନେ ନୋଟ୍ସ ନେବାକୁ ଚାହୁଁଛ ସେମାନେ କ'ଣ କର ନା ମୋ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇପାରିବ। ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବା ପାଇଁ ମାତ୍ର 100 ଟଙ୍କା ଦେଇକି ତମେ ଲାଇଫ୍ ଟାଇମ୍ ମେମ୍ବରସିପ୍ ନେଇପାରିବ। ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବାକୁ ହେଲେ ଏଇ ନମ୍ବରରେ ପିଲାମାନେ ମୋତେ ମେସେଜ୍ କରିଦେବ। ଆଉ ଏଇ ନମ୍ବରଟା ପିଲାମାନେ ମୋର ସବୁ ଭିଡ଼ିଓ ଡେସ୍କ୍ରିପ୍ସନରେ ବି ତମମାନଙ୍କୁ ମିଳିଯିବ। ତ ଚାଲ ଷ୍ଟାର୍ଟ କରିବା ଆଜିର କ୍ଲାସ୍, ଆଉ ଲେଟ୍ କରିବାନି। କୁଆଡ଼େ ଗଲେ? ଏଇଠି ଦେଖ, ଜେପି ଗିଲଫର୍ଡ ତାଙ୍କର ଫୁଲ୍ ନାଁଟା ପିଲାମାନେ ହେଲା ଜୟ ପଲ୍ ଗିଲଫର୍ଡ। ଠିକ୍ ଅଛି, ଜେମ୍ସଟା ଟିକେ ଓଭର ହେଇଯାଇଛି, ତାକୁ ଇରେଜ୍ କରିଦେବ, ଟିକେ ଟାଇପିଂ ଏରର୍, ଜେମ୍ସ ନୁହଁ। ତାଙ୍କର ଫୁଲ୍ ନାଁଟା ହେଲା ପିଲାମାନେ ଜୟ ପଲ୍ ଗିଲଫର୍ଡ। ତାଙ୍କୁ ପିଲାମାନେ ବା ତାଙ୍କ ଥିଓରିକୁ ପିଲାମାନେ ଆମେ ଅଦରୱାଇଜ୍ ପିଲାମାନେ କ'ଣ କହୁ? 3D ଥିଓରି। ଠିକ୍ ଅଛି, ବା 3 ଡାଇମେନ୍ସନାଲ୍ ଇଣ୍ଟେଲିଜେନ୍ସ ଥିଓରି। ଠିକ୍ ଅଛି, କାରଣ ସେ ଇଣ୍ଟେଲିଜେନ୍ସ ଉପରେ ଦେଇଥିଲେ। ଆଉ ସିଏ ବିଲିଭ୍ କରୁନଥିଲେ ଯେ ଆମର ଆଗରୁ ଯେଉଁ ସାଇଣ୍ଟିଷ୍ଟ ମାନେ କାମ କରିଛନ୍ତି ଇଣ୍ଟେଲିଜେନ୍ସ ଉପରେ, ଆଉ ସବୁ ଇଣ୍ଟେଲିଜେନ୍ସ ଉପରେ କାମ କରିଛନ୍ତି, ସବୁଠୁ ଗୋଟେ ଫେମସ୍ ସାଇଣ୍ଟିଷ୍ଟ ଆମର କିଏ ଥିଲେ ପିଲାମାନେ? ସ୍ପିୟରମ୍ୟାନ୍ ଜଣେ ଫେମସ୍ ସାଇଣ୍ଟିଷ୍ଟ। ସେ ଆଗରୁ ଇଣ୍ଟେଲିଜେନ୍ସ ଉପରେ ବହୁତ କାମ କରିଛନ୍ତି, ତାଙ୍କ ବିଷୟରେ ଆମେ ଆଗକୁ ପଢ଼ିବା। ତ ସେ ସ୍ପିୟରମ୍ୟାନ୍ ପିଲାମାନେ ବା ସ୍ପିୟରମ୍ୟାନ୍ ହୁଅନ୍ତୁ କି ଥର୍ଷ୍ଟନ୍ ହୁଅନ୍ତୁ, ସରି, ସେ ସ୍ପିୟରମ୍ୟାନ୍ ଥିଓରିକୁ ବହୁତ କ୍ରିଟିସାଇଜ୍ କରିଥିଲେ। ଠିକ୍ ଅଛି, ଥର୍ଷ୍ଟନ୍କୁ ନୁହଁ, ସ୍ପିୟରମ୍ୟାନ୍କୁ ପିଲାମାନେ ବହୁତ କ୍ରିଟିସାଇଜ୍ କରିଥିଲେ। ସ୍ପିୟରମ୍ୟାନ୍ଙ୍କର ଗୋଟେ ବହୁତ ଫେମସ୍ ଥିଓରି ପିଲାମାନେ, ଲେଖିବାକୁ ଏଠିକି ଜାଗା ଅଛି କି? ଛାଡ଼, ଏଠି ପିଲାମାନେ ଲେଖିଦେଉଛି ମୁଁ। ଦେଖ, ସ୍ପିୟରମ୍ୟାନ୍ ପିଲାମାନେ ଯେଉଁ ଥିଓରି ଦେଇଥିଲେ, ଆମର କ'ଣ ଦେଇଥିଲେ ପିଲାମାନେ? ସ୍ପିୟରମ୍ୟାନ୍ ଥିଓରି ଗୋଟେ ଜି ଫ୍ୟାକ୍ଟର ଦେଇଥିଲେ ଆଉ ଗୋଟେ ଏସ୍ ଫ୍ୟାକ୍ଟର ଦେଇଥିଲେ। ସେ ଦୁଇଟି ବିଷୟରେ କହିଛନ୍ତି, ଗୋଟେ ଜି ଫ୍ୟାକ୍ଟର ଆଉ ଗୋଟେ ଏସ୍ ଫ୍ୟାକ୍ଟର। ଜି ଫ୍ୟାକ୍ଟର ମାନେ କ'ଣ? ଜେନେରାଲ ଫ୍ୟାକ୍ଟର। ଆଉ ଏସ୍ ଫ୍ୟାକ୍ଟର ମାନେ ହେଲା ସ୍ପେସିଫିକ୍ ଫ୍ୟାକ୍ଟର। ଠିକ୍ ଅଛି, ଆମର ସ୍ପିୟରମ୍ୟାନ୍ ଏଇ ଦୁଇଟି ଫ୍ୟାକ୍ଟର ଦେଇଛନ୍ତି। ଜି ମାନେ ହେଲା ଜେନେରାଲ, ଏସ୍ ମାନେ ହେଲା ସ୍ପେସିଫିକ୍ ଫ୍ୟାକ୍ଟର ସେ ଦେଇଛନ୍ତି। ଏଇ ଥିଓରିକୁ ବା ଜେପି ଗିଲଫର୍ଡ ଯେଉଁ ଆମର ସ୍ପିୟରମ୍ୟାନଙ୍କର ଯେଉଁ ଥିଓରି ଦେଇଥିଲେ, ଏଇ ଥିଓରିକୁ ପିଲାମାନେ ବହୁତ କ୍ରିଟିସାଇଜ୍ କଲେ। ଆଉ ସେ ଟୋଟାଲି ମନା ହିଁ କରିଦେଲେ କି ଏମିତି ଜି ଫ୍ୟାକ୍ଟର କିଛି ନାହିଁ କି ଏସ୍ ଫ୍ୟାକ୍ଟର କିଛି ନାହିଁ, ସେ ଡାଇରେକ୍ଟ ମନା କରିଦେଲେ। ଠିକ୍ ଅଛି, ଆଉ ସିଏ କ୍ରିଟିସାଇଜ୍ କଲେ। ଆଉ ଏଇଟା ସବୁବେଳେ ଏକ୍ଜାମରେ ପଚାରେ କି ତମର ଆମର ଯିଏ ଜେପି ଗିଲଫର୍ଡ ଥିଲେ ବା ଜୟ ପଲ୍ ଗିଲଫର୍ଡ ଯେଉଁ ଆମର ଥିଲେ, ସିଏ କାହା ଥିଓରିକୁ ବହୁତ କ୍ରିଟିସାଇଜ୍ କରିଛନ୍ତି ବା କାହା ଥିଓରିକୁ ସେ ଟୋଟାଲି ମନା ହିଁ କରିଦେଇଛନ୍ତି। ମନେରଖ, ସେ ସ୍ପିୟରମ୍ୟାନଙ୍କ ଥିଓରି ଆମର ଯେଉଁ ଦେଇଥିଲେ ଫ୍ୟାକ୍ଟର, ଦୁଇଟି ଫ୍ୟାକ୍ଟର ଦେଇଥିଲେ ସ୍ପିୟରମ୍ୟାନଙ୍କ ଯେଉଁ ଥିଓରି ଥିଲା, ତାଙ୍କୁ ସିଏ ପୁରା ମାନେ କହିବାକୁ ଗଲେ କ୍ରିଟିସାଇଜ୍ କରିଦେଇଥିଲେ। ଠିକ୍ ଅଛି, ତାପରେ ଆଉ ସ୍ପିୟରମ୍ୟାନଙ୍କୁ ତ କ୍ରିଟିସାଇଜ୍ କରିଥିଲେ। ଆଉ ପିଲାମାନେ ଆଉ ଜଣେ ସାଇଣ୍ଟିଷ୍ଟକୁ ସେ ଫଲୋ କରିଥିଲେ। କାହାକୁ ପିଲାମାନେ? ସେ ଥର୍ଷ୍ଟନ୍କୁ ପିଲାମାନେ ଫଲୋ କରୁଥିଲେ। କେମିତି ଫଲୋ କରୁଥିଲେ ପିଲାମାନେ? ବା ଥର୍ଷ୍ଟନ୍ଙ୍କର ଯେଉଁ ଥିଓରି ଥିଲା, ସେ ଥର୍ଷ୍ଟନ୍ଙ୍କ ଥିଓରିରୁ ହିଁ ବା କହିବାକୁ ଗଲେ ଥର୍ଷ୍ଟନ୍ଙ୍କ ଥିଓରିକୁ ମଡିଫାଇ କରିକି ହିଁ ସେ ତାଙ୍କ ଥିଓରି ଦେଇଛନ୍ତି। ଏଇଆ ଆପଣମାନେ କହିପାରିବେ କି ଆମର ଜେପି ଗିଲଫର୍ଡ ଯିଏ ଥିଲେ, ସେ ଥର୍ଷ୍ଟନ୍ଙ୍କ ଥିଓରିକୁ ମଡିଫାଇ କରିକି ବା ଥର୍ଷ୍ଟନ୍ଙ୍କ ଥିଓରିରୁ ଇନଫ୍ଲୁଏନ୍ସ ହେଇକି ତାଙ୍କ
ଥିଓରି ଦେଇଥିଲା ବା ଡିଫରେଣ୍ଟ କନକ୍ଲୁଜନ ଗୁଡ଼ା ଦେଇଥିଲେ ଠିକ୍ ଅଛି। ତାପରେ ଗିଲଫର୍ଡ ପିଲାମାନେ କ'ଣ କହିଥିଲେ, ଏନି କାଇଣ୍ଡ ଅଫ୍ ଥିଙ୍କିଙ୍ଗ ଅର୍ ମେଣ୍ଟାଲ ଆକ୍ଟିଭିଟି କ୍ୟାନ୍ ବି ଏକ୍ସପ୍ଲେନ୍ଡ ବାଇ ୟୁଜିଂ 3 ବେସିକ୍ ଡାଇମେନସନ୍। ଆମର ଗିଲଫର୍ଡ ପିଲାମାନେ କ'ଣ କହିଥିଲେ କି ସେ କହିଥିଲେ ଯେ ଆମର ଯେତିକ ସବୁ ମେଣ୍ଟାଲ ଆକ୍ଟିଭିଟି ବା ଆମର ଥିଙ୍କିଙ୍ଗ ବା ଆମର ଯେଉଁ ଭାବନାଟା ଥାଏ ସେ ଭାବନାଟା ନୁହଁ, ଏଇ 3ଟି ଡାଇମେନସନ୍ ଅପରେସନ୍ କଣ୍ଟେଣ୍ଟ ଆଉ ପ୍ରଡକ୍ଟ, ଏଇ ଯେଉଁ 3ଟି ଡାଇମେନସନ୍ ଅଛି ଏଇ 3ଟି ଡାଇମେନସନ୍ରେ ହିଁ ଆମର ଗୋଟେ ଥିଙ୍କିଙ୍ଗଟା ବା ମେଣ୍ଟାଲ ଆବିଲିଟିଟା ପିଲାମାନେ କାମ କରେ। ଏଇ 3ଟି ଡାଇମେନସନ୍ ବିଷୟରେ ମୁଁ ଗୋଟି କରି ଭଲସେ ବୁଝେଇଦେବି। ତା ପୂର୍ବରୁ ମୁଁ ଟିକେ ନାକୁ ଆଙ୍କ ବିଷୟରେ କହିଦିଏ। ଦେଖ ଆଉ କୋଉଠି ଛାଡ଼ିଲେ କି, ହଁ ଆଉ ଗୋଟେ କଥା ପିଲାମାନେ ମନେ ରଖ, ଏଇ ଜି ଫ୍ୟାକ୍ଟର ଆଉ ଏସ୍ ଫ୍ୟାକ୍ଟର ଯେଉଁ ଥିଓରି ଥିଲା, ଏଇ ଜି ଫ୍ୟାକ୍ଟର ଆଉ ଏସ୍ ଫ୍ୟାକ୍ଟର ଥିଓରିଟା ଆମର କିଏ ଦେଇଥିଲେ ପିଲାମାନେ, ଆମର ଦେଇଥିଲେ କିଏଟି ସ୍ପିୟରମ୍ୟାନ୍ ଦେଇଥିଲେ। ସ୍ପିୟରମ୍ୟାନ୍ ଦେଇଥିଲେ। ଆଉ ଏଇ ଯେଉଁ ଦୁଇଟି ଥିଓରି ଦେଇଥିଲେ, ଏଇ ଦୁଇଟି ଥିଓରିଟାକୁ ଡେଭଲପ୍ କରିବା ପିଲାମାନେ 23 ବର୍ଷ ଲାଗିଯାଇଥିଲା। କାହାକୁ? ସ୍ପିୟରମ୍ୟାନକୁ। ସ୍ପିୟରମ୍ୟାନକୁ କେତେ ବର୍ଷ ଲାଗିଯାଇଥିଲା ପିଲାମାନେ? 23 ବର୍ଷ ଲାଗିଯାଇଥିଲା ଏଇ ସ୍ପିୟରମ୍ୟାନକୁ। ଆଉ ଜେପି ଗିଲଫର୍ଡ ପିଲାମାନେ ଆମର ଥର୍ଷ୍ଟନଙ୍କ କାମରୁ ପିଲାମାନେ ଇନଫ୍ଲୁଏନ୍ସ ହେଇଥିଲେ ବା ଥର୍ଷ୍ଟନଙ୍କ କାମକୁ ଟିକେ ଡେଭଲପ୍ କରିକି ବା ମଡିଫାଇ କରିକି ତାଙ୍କର ସେ ଦେଇଥିଲେ। ଆଉ ଥର୍ଷ୍ଟନଙ୍କ ସପୋର୍ଟରେ ସେ ଥିଲେ, ଏଇଟା ମନେ ରଖିଥାଉ। ସେ ଥର୍ଷ୍ଟନଙ୍କ ସପୋର୍ଟରେ ଥିଲେ କିନ୍ତୁ ସ୍ପିୟରମ୍ୟାନଙ୍କ ବିରୋଧରେ ଥିଲେ। ମାନେ ବିରୁଦ୍ଧରେ ମାନେ ତାଙ୍କ ଆଣ୍ଟିବଡି ନଥିଲେ, ତାଙ୍କ ଥିଓରି ବିରୁଦ୍ଧରେ ଥିଲେ। ଠିକ୍ ଅଛି ନା। ତାପରେ ବାସ୍ ଏତିକି ଥିଲା। ଏବେ ଚାଲନ୍ତୁ ଆମେ 3ଟାକ ଡାଇମେନସନ୍ ବିଷୟରେ କଥା ହେବା ଗୋଟେ କରିକି। ତାପରେ ଭିଡ଼ିଓକୁ ଏଣ୍ଡ କରିବା ଆଉ। ଠିକ୍ ଅଛି। ଦେଖ ସେ କାରଣ ତାଙ୍କର ଏତିକି ହିଁ ଥିଓରି, କାରଣ ସେ 3ଟି ଡାଇମେନସନ୍ ବିଷୟରେ ଆମେ ବୁଝିଦେଲେ ସେତିକିରୁ ଡାଇରେକ୍ଟ ଏକ୍ଜାମ୍ରେ ପଚାରେ, ଆଉ କିଛି ଏକ୍ସଟ୍ରା ପଚାରେ ହିଁ ନାହିଁ, କାରଣ ସେ 3ଟି ଡାଇମେନସନ୍ ହିଁ ଦେଇଥିଲେ। ପ୍ରଥମେ ମନେ ରଖ, 3ଟି ଡାଇମେନସନ୍ ବୁଝିବା ପୂର୍ବରୁ ତମକୁ ଟିକେ ନାକୁ ଓଭରଭ୍ୟୁ ଦେଇଥିଲେ ତମେ ଟିକେ କନେକ୍ଟ କରିପାରିବ। ଦେଖ ଆମ ବ୍ରେନଟା ପିଲାମାନେ କାମ କେମିତି କରେ, ପ୍ରଥମେ ଏଇଠିକିନା ଦେଖ ଏଇଠିକିନା ପ୍ରଥମେ ବୁଝେଇଦେବି। ଦେଖ ଯେମିତିକି ପ୍ରଥମେ ଗୋଟେ କାମ କରିବାକୁ ହେଲେ ବା ପ୍ରଥମେ ଯଦି ଆପଣଙ୍କୁ ଗୋଟେ କୋଶ୍ଚିନ୍ ଦିଆଯିବ, ଗୋଟେ ମୁଁ ମନେକର କୋଶ୍ଚିନ୍ ଦେଲି, ମୁଁ ଆପଣଙ୍କୁ ଗୋଟେ କୋଶ୍ଚିନ୍ ଦେଲି, ପ୍ରଥମେ ଆମର କ'ଣ କରୁଛନ୍ତି, କୋଶ୍ଚିନ୍ଟାକୁ ଦେଖୁଛନ୍ତି। ସେ ଯେଉଁ ଦେଖୁଛନ୍ତି ସେଇଟା ହେଲା କଣ୍ଟେଣ୍ଟ। ଠିକ୍ ଅଛି। ଆପଣ ଯେଉଁ କୋଶ୍ଚିନ୍ଟାକୁ ଦେଖୁଛନ୍ତି ସେ କୋଶ୍ଚିନ୍ଟା ପିଲାମାନେ ହେଲା କଣ୍ଟେଣ୍ଟ। ଠିକ୍ ଅଛି। କୋଶ୍ଚିନ୍ ଦେଖିଦେଲା ପରେ ଆପଣଙ୍କ ମାଇଣ୍ଡରେ ଯେଉଁ ଗୋଳେଇ ଘାଣ୍ଟି ହେଉଛି ବା ମାଇଣ୍ଡରେ ଆପଣ ତାର ଆନ୍ସର ବାହାର କରିବା ପାଇଁ ଯେଉଁ ମାଇଣ୍ଡ ଆପଣ ଖେଳଉଛନ୍ତି ସେଇଟାକୁ କୁହନ୍ତି ଅପରେସନ୍। ଠିକ୍ ଅଛି। ତାପରେ ଆପଣ କୋଶ୍ଚିନ୍ ଦେଖିଦେଲେ, କଣ୍ଟେଣ୍ଟ ଦେଖିଦେଲେ, ଆପଣଙ୍କ ମାଇଣ୍ଡରେ ପିଲାମାନେ ଖେଳେଇଲେ, ଅପରେସନ୍ କଲେ। ଅପରେସନ୍ କଲା ପରେ ଯେଉଁ ଆନ୍ସରଟା ପିଲାମାନେ ଆପଣ ଦେଉନାହାନ୍ତି ସେଇଟା ହେଲା ପିଲାମାନେ ପ୍ରଡକ୍ଟ। ଠିକ୍ ଅଛି। ଏ 3ଟାକ ଓଭରଭ୍ୟୁ ଆପଣ ଜାଣିଦେଲେ ଟି, 3ଟାକ ର ବେସିକ୍ କନସେପ୍ଟ ଗୁଡ଼ା ଆପଣଙ୍କୁ କହିଦେଲି। ଏବେ ଚାଲନ୍ତୁ ଆମେ ମେନ୍ ଥିଓରି ଗୁଡ଼ା ଏବେ କମ୍ପ୍ଲିଟ୍ କରିଦେଲେ ଆପଣଙ୍କର ଭିଡ଼ିଓ ସରିଲା। ଏତିକି ହିଁ ପାଠ, ବେଶୀ ପାଠ ନାହିଁ, ଏତିକି ହିଁ ପାଠ। ଠିକ୍ ଅଛି। ଦେଖ କୁଆଡ଼େ ଗଲେ, ଦେଖ ପ୍ରଥମେ ବୁଝିବା ପିଲାମାନେ ଅପରେସନ୍ ପିଲାମାନେ କ'ଣ। ଦେଖ ତମମାନଙ୍କୁ ଅଲରେଡ଼ି ପିଲାମାନେ କହିଲି ଅପରେସନ୍ କ'ଣ, ଆପଣ ଯେଉଁ ଅପରେସନ୍ ଫାଷ୍ଟ ଆମେ କଣ୍ଟେଣ୍ଟ ଦେଖିବା ନା। ଅପରେସନ୍ ପ୍ରଥମେ ଆମେ କଣ୍ଟେଣ୍ଟ ଦେଖିବା, ତାପରେ ଅପରେସନ୍କୁ ଯିବା। ଦେଖ ଅପରେସନ୍ ପିଲା ଯେଉଁ କଣ୍ଟେଣ୍ଟ ପିଲାମାନେ କ'ଣ, କଣ୍ଟେଣ୍ଟ ପିଲାମାନେ ହେଲା ଯାହା ଯୋଗୁଁ ଆମେ ଆଗକୁ ଥିବା ପ୍ରୋସେସ୍ କରିଥାଉ ବା ମେଣ୍ଟାଲ ପ୍ରୋସେସ୍ କରିବାରେ ଯିଏ ହେଲ୍ପ କରେ ସେଇଟା ହେଲା ପିଲାମାନେ କଣ୍ଟେଣ୍ଟ। ଯେମିତିକି କ'ଣ ହେଲ୍ପ କରେ, ଗୋଟେ ଭିଜୁଆଲ ଜିନିଷ ହେଲ୍ପ କରେ ଯେଉଁଟାକୁ ଆମେ ଦେଖୁ, ଗୋଟେ ଶୁଣିବା ଜିନିଷ ହେଲ୍ପ କରେ ଯେଉଁଟା ଆମେ ଶୁଣୁ, ଗୋଟେ ସିମ୍ବଲିଙ୍ଗ ବା ଗୋଟେ ପ୍ରକାର ସିମ୍ବଲ ଯେଉଁଟାକୁ ଆମେ ହେଲ୍ପ କରେ ସେଇଟା ହେଲା ସିମ୍ବଲ୍ସ। ଠିକ୍ ଅଛି। ସେଇଭଳି ଭାବରେ ଆମେ କିଛି ଗୋଟେ ୱାର୍ଡ଼ର ମିନିଂ ବା କନସେପ୍ଟକୁ ଯେଉଁ ମାଇଣ୍ଡରେ ଭାବୁ ବା ଆମେ ଗୋଟେ ହ୍ୟୁମାନର ବିହେଭିୟରକୁ ଯାହା ଦେଖୁ ସେଇଟା ପିଲାମାନେ ହେଲା କଣ୍ଟେଣ୍ଟ। ଠିକ୍ ଅଛି। ଆଉ ଏଇ କଣ୍ଟେଣ୍ଟରେ ପିଲାମାନେ ସେ 5ଟି ଏଲିମେଣ୍ଟ ବା 5ଟି ଆବିଲିଟି ପିଲାମାନେ ଦେଇଛନ୍ତି। ମନେ ରଖ କଣ୍ଟେଣ୍ଟରେ ପିଲାମାନେ 5ଟି ଆବିଲିଟି ଅଛି, ଏଇଟା ଇମ୍ପୋର୍ଟାଣ୍ଟ। ଠିକ୍ ଅଛି। ମନେ ରଖ ଏଇ 5 ନମ୍ବରଟା 5ର ଫିଗରଟା ପିଲାମାନେ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି। କଣ୍ଟେଣ୍ଟ ମାନେ କ'ଣ ତମମାନଙ୍କୁ କହିଦେଲି, ଯେମିତିକି ଆମକୁ କିଛି ଜିନିଷ ଦିଆଯାଏ ଯାହାର ଗୋଟେ ମିନିଟ୍ ଟିକେ ପାଣି ପିଇଦିଏ। ସରି ପିଲାମାନେ ଟିକେ ଦିନଯାକ କ୍ଲାସ୍ କରିକା ଟିକେ ତଣ୍ଟିଟା ଟିକେ ନାକୁ ରହୁଛି, ଆଉ ତମାନେ ବୁଝିପାରୁଥିବ ଦିନଯାକ କଥା କହିଲେ ଯେମିତି ଫିଲ୍ ହୁଏ। ଠିକ୍ ଅଛି। କାରଣ ନିଜର ବି କାମ ଦେଖିଛି ଦିନଯାକ କାମ, ପୁଣି ରାତିରେ ଟିକେ ସମୟ ମିଳିଲେ ତୁମମାନଙ୍କ ପାଇଁ ଭିଡ଼ିଓ ବନାଉଛି, ସେଥିପାଇଁ ଦିନଯାକ କଥା ହେଇକା ଟିକେ ନାକୁ ଇଏ। ଠିକ୍ ଅଛି। ଦେଖ ତ ମନେ ରଖ ଯେ କଣ୍ଟେଣ୍ଟରେ ପିଲାମାନେ 5ଟି ଏଲିମେଣ୍ଟ ଆସେ। ଠିକ୍ ଅଛି। ଆଉ କଣ୍ଟେଣ୍ଟ ମାନେ କ'ଣ, ଯେଉଁଟାକୁ ଆମେ ଦେଖୁଛେ। ଠିକ୍ ଅଛି। ଯେମିତିକା ଭିଜୁଆଲ ଜିନିଷ ହଉ, ଅଡ଼ିଓ ଜିନିଷ ହଉ ବା କିଛି ସିମ୍ବଲ୍ସ ହଉ, ବା ଆମେ ଏମିତି କହିପାରିବା ଯେ ଯେଉଁ ଇନଫର୍ମେସନ୍ଟା ଆମକୁ ପ୍ରୋଭାଇଡ଼ କରାଯାଏ ସେଇଟା ହେଲା ପିଲାମାନେ ହେଲା କଣ୍ଟେଣ୍ଟ। ଠିକ୍ ଅଛି। ଡାଉଟ୍ କ୍ଲିୟର। ଆଉ ତୁମମାନେ ନୋଟ୍ ବନେଇଦେବ। ତାପରେ ଚାଲ ଆଉ ପିଲାମାନେ ଏଇ ସବୁତିକ ନୋଟ୍ସ ପିଲାମାନେ ଯାହା ନାହିଁ ସବୁତିକ ମୋ ଟେଲିଗ୍ରାମ ଚ୍ୟାନେଲରେ ମିଳିବ। ଠିକ୍ ଅଛି। ତୁମମାନେ ଆଇଦର ତୁମମାନେ ଯାହା ସ୍କ୍ରିନ୍ ଅଛି ତାକୁ ନିଜେ ଲେଖିକି ନୋଟ୍ ବନେଇଦିଅ, ନହେଲେ ତାକୁ ବି ପିଲାମାନେ ତୁମମାନେ ଯାଇକି ଟେଲିଗ୍ରାମ ଚ୍ୟାନେଲ ତୁମ ସୁବିଧା ଦେଖିକି ସେଇଥିରୁ ତୁମେ ରିଭାଇଜ୍ କରିବ। କିନ୍ତୁ ରିଭିଜନଟା ପିଲାମାନେ ଇମ୍ପୋର୍ଟାଣ୍ଟ। ବିନା ରିଭିଜନରେ ସକ୍ସେସ୍ ପାଇବାଟା ବା ଏଇ ଟିଚିଂ ଲାଇନ୍ ହଉ
कि आपणकर स्टूडेंट लाइफ रे बिना रिविजन किसी न थाए बिना रिविजन छड़ा आप एग्जाम को जाऊँच जीवाटा ही से भाया बिना रिविजन रे एग्जाम को जीवाटा से कि आपण युद्ध को जाऊँच आप निजर खंटा को दाढ़ करना ठीक अच्छे ना चलो प्रडक्ट पिला माने कौन कौन आसो आम ऑपरेशन विषय पढ़ीदे ए चलते प्रडक्ट विषय पढ़ा प्रडक्ट मान है जो जिनसा पिला माने बा कंटेंट है पर आम जो ऑपरेशन पिला माने माइंड रे परफॉर्म करूँ से पिला माने प्रडक्ट बा आमर कौन थिंकिंग सॉरी प्रडक्ट कौन रे सॉरी ऑपरेशन पर प्रडक्ट को कौन कहली भूल टिके ना कहीदेली मु कंटेंट कंटेंट पर पिला माने ऑपरेशन ऑपरेशन माने कौन पिला माने जो जिनसा पिला माने आमर कंटेंट है जो जिनसा पिला माने माइंड रे पिला माने भाबुचे बा आमे जो जिनसटा आम माइंड रे पिला माने प्रोसेस करूचे सेटा पिला माने आमर ऑपरेशन ठीक अच्छे बा व्हाट द रेस्पॉन्स डज आम कौन रेस्पॉन्स नौ गोटे क्वेश्चन पेपर देखला माइंड रे पिला माने कौन खेलौचे मु क्वेश्चन पेपर गोटे एग्जांपल दोचे ठीक अच्छे ना क्वेश्चन पेपर जगह आप जहाँ भी नहीं पारे सेटा नेला परे आम जहाँ आम माइंड रे ये करते जमीती कि गोटे यूनिट हो गोटे क्लास हो ठीक है जोरा सब आम माइंड रे पिला माने करते सेटा पिला माने ऑपरेशन जमीती कि आमर कॉग्निशन कॉग्निशन माने कौन आमर बुद्धि मेमोरी मेमोरी रिटेंशन डाइभरजेंट प्रोडक्शन कन्भरजेंट प्रोडक्शन इवालुएशन ये सब जिन केत माइंड भितर करुचे ना तो सेटा पे ऑपरेशन ऑपरेशन पे ऑपरेशन पे केतुटा एलिमेंट आसे पे मन रख 6टी एलिमेंट पे ऑपरेशन पे आसे ठीक अच्छे आगुरी पे 5टी एलिमेंट था कि 6टी एलिमेंट होती आ 6टा पे फाइनाल मु 5टा कथा कहूनी मु तुमको डायरेक्ट जहाँ कहूँ से मन रख क्वेश्चन पूरा डायरेक्ट पचार ऑपरेशन कथा गला एबे आस कंटेंट गला ऑपरेशन गला आपर पिला माने प्रोडक्ट प्रोडक्ट कथा भी देखबे प्रोडक्ट माने आपण जहाँ पिला माने बाहर करूचे बा आपण जहाँ बाहर करूचे जेमिति कि आपणकर गोटे क्वेश्चन देखला परे आपण जो आंसरटा बाहर करछन सेटा हला प्रोडक्ट जेमिति कि कोन यूनिट हो क्लासेस हो रिलेशन हो सिस्टम हो ट्रांसफॉर्मेशन इम्प्लिकेशन आ एइथर पिला माने 6टी एलिमेंट अछि तमानकु मोटामोटी भाबरे सबुतिक कहितली कि हमर ऑपरेशन कोन कंटेंट कोन प्रडक्ट कौन 3टा भलसे कहीदेली ठीक अच्छे एवं चलतु ताकर जो मॉडलटा थिला 3D मॉडलटा थिला से सब चलतु बुझा सी कौन कले ना आमर जी जेपी गिलफोर्ड से कले सी गोटे 3D रो क्यूब देदेले गोटे 3D ये गोटे 3D क्यूब यहाँ गोटे गोटे मिनिट गारटा सीधा पकेबा गोटे मिनिट देख देख यहाँ गोटे क्यूब यहाँ गोटे क्यूब देख ठीक अच्छे यहाँ कनेक्ट करदे देख सी कौन कले ना आम जेपी गिलफोर्ड कौन कले सी जेतिक सब पिला माने एलिमेंट गुटा देई नथिले जेमिति आम प्रडक्ट रे पिला माने हमर केतरा एलिमेंट देइथिले प्रडक्ट रे पिला माने हमर देइचंती 6टा एलिमेंट ऑपरेशन रे पिला माने सॉरी एटा यारली स्टेजटा गोटे मिनिट आ विषय पिला माने कहबी कन्फ्यूज करबिनी तुम माने देखि पारतो मु दुईटी जिंस कोन लिखिचे आ विषय कहबी देख प्रथम से ऑपरेशन रे पिला माने 6टी एलिमेंट देइचंती कंटेंट रे 5टी एलिमेंट आ प्रडक्ट रे पिला माने 6टी एलिमेंट से कौन कले ना ये जो ऊपर पटे नुह ये ऊपर पटे सी रखिले कौन ना कंटेंट रो 5टी जाक एलिमेंट को कंटेंट रो 5टी जाक एलिमेंट को ऊपर एमती सजे थाका 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 कर सजेकी रखिदे ऊपर जब तुम देखुन रुब्रिक्स क्यूब गुड़ा जो देखुच से भाया सी ऊपर रखिले मॉडलटा जो तैयारी कले तापर जो साइड वालटा रही ये साइड वाल पे पे से कौन रखिले पे ऑपरेशन रो 6टी एलिमेंट को सी एटी साइड वाल सजेदेले तापर जो आमर जो एपट साइड वालटा रहा गोटे ऊपर ऊपर वाल गोटे एपट साइड वाल आ गोटे परपट साइड वाल ये जो पर साइड वालटा सेठी पिला माने से रखिले प्रडक्ट पिला माने से आमर 6टी एलिमेंट को रखिदेले ठीक अच्छे प्रडक्ट 6टी एलिमेंट को रखिले तापर एपटे आमर ऑपरेशन 6टी एलिमेंट को रखिले कंटेंट 6टी एलिमेंट को रखिले सी एई भलिया पिला माने गोटे मॉडल पिला माने देले जोटा को आमे कोन कहउचे पिला माने 3D मॉडल बोली कहउचे कोन कहउचे 3D मॉडल बोली आमे ताको कहउचे ठीक अच्छे आ तमान ये गोटे 3D मॉडलटा मोटा ऑनलाइन पिला माने पिक्चरटा मते डाउनलोड करके तमान को लगे दीची एटिना तमान ताको देखिकी क्लियर कर दो माइंड पिला माने जे प्रथम थर पय जते बेले 3D मॉडलटा देलेनी प्रथम थर पय देले सेते बेले कोना से केतुटा एलिमेंट देथिले मन रखो आको इरेज कर दियो जते बेले यारली स्टेज एटा पिला माने टिकना को स्पेलिंग एरर होलो एटा 180 होबनी एटा 120 होबो ठीक अछि ना जते बेले से यारली स्टेज रे देले बा प्रथम थर पय जते बेले से देले सेते बेले से 120टा एबिलिटी ही रखिले 120टा एबिलिटी पिला माने केमिति आसिला देखो
ସିଏ କ'ଣ କଲେ ଅପରେସନ୍ର ପିଲାମାନେ 6ଟି ଏଲିମେଣ୍ଟ, ତାପରେ କଣ୍ଟେଣ୍ଟର ପିଲାମାନେ ସିଏ 5ଟି ଏଲିମେଣ୍ଟ, ତାପରେ ପ୍ରଡକ୍ଟର 6ଟି ଏଲିମେଣ୍ଟ। ସବୁତିକ ଏଲିମେଣ୍ଟକୁ ଗୁଣି ଦେଲା ପରେ ଯେଉଁ ଭ୍ୟାଲ୍ୟୁଟା ବାହାରିଲା ସେଇଟାକୁ ସେ କହିଲେ ଆବିଲିଟି। ଯେମିତିକି 6 5 30 6 180, ଏଇ ଯେଉଁ 180 ତିନିଟାକ ଏଲିମେଣ୍ଟ ଗୁଡ଼ାକୁ ତିନୋଟି ଯାକ ଅପରେସନ୍ର 6ଟି ଏଲିମେଣ୍ଟ, ତାପରେ ଆମର କଣ୍ଟେଣ୍ଟର 5ଟି ଏଲିମେଣ୍ଟ ଆଉ ପ୍ରଡକ୍ଟର 6ଟି ଏଲିମେଣ୍ଟ, ତିନିଟାକ ଏଲିମେଣ୍ଟକୁ ଗୁଣି ଦେଲା ପରେ ଯାହା ବି ବାହାରିଲା ସିଏ ତାକୁ କହିଲେ ଆବିଲିଟି। ଠିକ୍ ଅଛି। ଆଉ ସେ ପାଖାପାଖି ବା ଇୟର୍ଲି ବା ସବୁଠୁ ଲାଷ୍ଟକୁ ସେ 180 ଆବିଲିଟି ପିଲାମାନେ ଦେଇଛନ୍ତି, 180। କିନ୍ତୁ ଯେତେବେଳେ ସେ ପ୍ରଥମେ ଯେତେବେଳେ ଏକ୍ସପେରିମେଣ୍ଟ କରୁଥିଲେ ସେତେବେଳେ ସେ 120ଟା ଆବିଲିଟି ଦେଇଥିଲେ। ତାପରେ ପିଲାମାନେ ପୁଣି ଫର୍ଦର ତାକୁ ମଡିଫାଏ କରିକି 150ଟା ଆବିଲିଟି ଦେଲେ। ଆଉ ଏବେ ଫାଇନାଲ ଫର୍ମଟା ଏବେ ସେ 180ଟା ଆବିଲିଟି ହିଁ ଦେଇଛନ୍ତି, ବା ଏବେ ହିଁ ଆମେ ପୁରା ଯେଉଁ କହିବା ଏବେ ଚାଲିଛି କ'ଣ 180ଟା ଆବିଲିଟି ହିଁ ଚାଲିଛି। ଫର୍ଦର କେତେ ମଡିଫାଏ ହେଇକି କ'ଣ ଆବିଲିଟି ଆସିବ ଆମେ ଜାଣିନେ, କିନ୍ତୁ ଏବେ ରିସେଣ୍ଟ ଟାଇମରେ 180ଟା ଆବିଲିଟି ହିଁ ମେନସନ୍ ଅଛି। ଆଉ ଏଇଟା ଏନସିଇଆରଟିରେ ପିଲାମାନେ ମେନସନ୍ ଅଛି 180ଟା ଆବିଲିଟି। ଆଉ ତ ମନେ ରଖ ଅଦର ବୁକ୍ ବା ଅଲଗା ଅଲଗା ବୁକ୍ ମାନଙ୍କରେ କୋଉଠି 120 ଦେଇଦେଇଛି, କୋଉଠି 150 ବି ଦେଇଦେଇଛି। କିନ୍ତୁ ମନେ ରଖ ଏବେ ରିସେଣ୍ଟ ଟାଇମରେ ସବୁ ରିଭାଇଜ ହେଇକି 180ଟା ଆବିଲିଟି ଏବେ ରିସେଣ୍ଟ ଟାଇମରେ ଚାଲିଛି। ଆଗରୁ ଯାହା ଥିଲା ବା ପ୍ରଥମେ ଯେତେବେଳେ ସିଏ ଦେଇଥିଲେ ପ୍ରଥମ ୟାର୍ଲି ଷ୍ଟେଜ ମାନଙ୍କରେ ବା ପ୍ରଥମେ ଯେତେବେଳେ ସେ ଦେଇଥିଲେ ସେତେବେଳେ 120ଟା ଆବିଲିଟି ଦେଇଥିଲେ। ତାପରେ ରିଭାଇଜ ହେଇକି 150 ହେଲା, ତାପରେ ରିଭାଇଜ ହେଇକି 180 ହେଲା। ଠିକ୍ ଅଛି। ଆଉ ଟୋଟାଲ ପିଲାମାନେ କହିବାକୁ ଗଲେ 6 5 30 180। ଏବେ ରିସେଣ୍ଟଲି 180ଟା ଅଛି। ଆଉ ୟାର୍ଲି ଷ୍ଟେଜରେ ପ୍ରଥମେ ଦେଇଥିଲେ ଅପରେସନ୍ 5ଟା, କଣ୍ଟେଣ୍ଟ 4ଟା, ପ୍ରଡକ୍ଟ 6ଟା। 5 20 120 ପ୍ରଥମେ ଦେଇଥିଲେ 120, ତାପରେ 150, ତାପରେ 180, ଆଉ ଏବେ ରିସେଣ୍ଟ ଚାଲିଛି ଆଉ। ଠିକ୍ ଅଛି। ବାସ୍ ଏତିକି ଥିଲା ଆମର ଜେପି ଗିଲଫୋର୍ଡଙ୍କର ଯାହା ଥିଓରି ଥିଲା, ତମକୁ ସବୁ ତ ବୁଝେଇଦେଲି। ଆଉ ଗୋଟେ ଜିନିଷ ତ ମନେ ରଖ, ସିଏ କୋଉଠି ପିଲାମାନେ ପଢ଼ଉଥିଲେ ମନେ ରଖ, ୟୁନିଭର୍ସିଟି ଅଫ୍ ସାଉଦର୍ନ କାଲିଫର୍ଣ୍ଣିଆରେ ସେ ପଢ଼ଉଥିଲେ। ଆଉ କିଛି ଅଛି କି ନା? ଆଉ ଏତିକି ବାସ୍ ସବୁ ଜିନିଷ ତମମାନଙ୍କୁ କହିଦେଲି ଭଲ ଭାବରେ ବୁଝେଇକି। ଆଉ ବାସ୍ କିଛି ନାହିଁ, ତାଙ୍କୁ ଡାଇମେନସନ୍ ବୁଝେଇଦେଲି, ଅପରେସନ୍ ବୁଝେଇଦେଲି, କଣ୍ଟେଣ୍ଟ ବୁଝେଇଦେଲି, ପ୍ରଡକ୍ଟ ବୁଝେଇଦେଲି, ଷ୍ଟ୍ରକ୍ଚର ଅଫ୍ ଇଣ୍ଟେଲିଜେନ୍ସ ବୁଝେଇଥିଲି। ଏବେ ଚାଲନ୍ତୁ ଟିକେ ନାକୁ ଦେଖିଦେବା ଏଜୁକେସନ ପିଲାମାନେ ଆମେ ତାକୁ କେମିତି ଇମ୍ପ୍ଲିକେସନ୍ କରିବା। ଠିକ୍ ଅଛି। ତାଙ୍କ ଯେଉଁ ଥିଓରିଟା ଥିଲା ତାକୁ କେମିତି ଇମ୍ପ୍ଲିକେସନ୍ କରିବା। ରେକଗ୍ନିସନ୍ ଅଫ୍ ଇଣ୍ଡିଭିଜୁଆଲ ଡିଫରେନ୍ସରେ ବି ଆମେ ତାକୁ ଆପ୍ଲାଏ କରିବା। ଇମ୍ପୋର୍ଟାନ୍ସ ଅଫ୍ କ୍ରିଏଟିଭ୍ ଏଜୁକେସନ୍ ପିଲାମାନେ ଏଇ ଏସ୍ଓଆଇ ଥିଓରିଟାକୁ ଆମେ ଇମ୍ପ୍ଲାଏ କରିପାରିବା। ଭେରାଇଟି ଅଫ୍ ଟିଚିଂ ମେଥଡ଼ରେ ବି ଆମେ ଇମ୍ପ୍ଲାଏ କରିପାରିବା। କରିକୁଲମ୍ ସୁଡ୍ ବି ବ୍ରଡ୍ ଆଣ୍ଡ ଫ୍ଲେକ୍ସିବୁଲରେ ବି ଆମେ ତାକୁ, ବା କରିକୁଲମଟା ଆମର କେମିତି ହେବା ଦରକାର, ବ୍ରଡ୍ ଆଉ ଫ୍ଲେକ୍ସିବୁଲ ହେବା ଦରକାର। ଠିକ୍ ଅଛି। ଆଉ କିଛି ଅଛି କି? ବାସ୍ ଏତିକି ଅଛି। ଆଉ ଗ୍ରୁପ୍ ଆକ୍ଟିଭିଟିରେ ତମେ ତ ଜାଣିଛ, ଗ୍ରୁପ୍ ଆକ୍ଟିଭିଟିରେ ଆଉ ଇଭାଲୁସନରେ ବି ଆମେ ତାକୁ କରିବା। କାଉନସିଲିଂର ଗାଇଡାନ୍ସରେ ବି, ଆଉ ଟିଚରର ରୋଲ୍ ବି ପିଲାମାନେ, ଆଉ ଠିକ୍ ଅଛି ନା, ସରି ଟିଚରର ରୋଲ୍ କ'ଣ ରହିବା ଦରକାର, ଅବଶ୍ୟ କଥା ଟିଚର ରୋଲ୍ କ'ଣ ରହିବା ଦରକାର, ଫ୍ୟାସିଲିଟେଟର, ଗାଇଡ୍, ମୋଟିଭ୍, ଏଇଟା ସବୁ ଜାଣିଛ। ଆଉ ଏରା ବେଶୀ ପଚାରେନି ବି, ପଚାରେ ଖାଲି ଏଇ ଯେଉଁ ଷ୍ଟ୍ରକ୍ଚର ଅଫ୍ ଇଣ୍ଟେଲିଜେନ୍ସରେ ପିଲାମାନଙ୍କୁ ଟିକେ ଡାଉଟ୍ ରୁହେ ନା, ଯେଉଁ ସେ କହିଛି 180ଟା ଯେଉଁ ଆବିଲିଟି ଅଛି, ସେ 80ଟା ଆବିଲିଟି ଡାଉଟ୍ ରୁହେ, ତ ତା ବିଷୟରେ ପିଲାମାନେ ତମମାନଙ୍କୁ ଭଲସେ ପଢ଼େଇଦେଲି, ବୁଝେଇଦେଲି। କାରଣ ଏଇଟା ତମ ସିଲାବସରେ ଯେହେତୁ ଅଛି ଏଇ ଜେପି ଗିଲଫୋର୍ଡଙ୍କ ବିଷୟରେ, ତ ଜାଣିବାଟା ଟିକେ ଜରୁରୀ। ଓଇସିଟି ସିଲାବସରେ ଅଛି, ସିଟିଇଟି ସିଲାବସରେ ବି ଅଛି। ଠିକ୍ ଅଛି। ଆଉ ଓଟିଇଟିରେ ତ ଅଛି। ଆଉ ଓଟିଇଟି ପିଲା ଟିକେ ଇଗ୍ନୋର ମାରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ମନେ ରଖ ଓଇସିଟି ପିଲା ଆଉ ସିଟିଇଟି ପିଲା ଟିକେ ମଷ୍ଟ ୱାଚ୍, ସେମାନେ ସିଲାବସରେ ପୁରା ଦମଦାର ଅଛି। ଆଉ ଆର ନୋଟ୍ ପିଲାମାନେ ମୋ ଟେଲିଗ୍ରାମ ଚ୍ୟାନେଲରେ ପାଇବ। ଠିକ୍ ଅଛି। ଦେଖା ହେବା ଗୋଟେ ଭିଡ଼ିଓରେ। ସି ୟୁ ଇନ୍ ଦ କ୍ଲାसेସ୍।